ଏଇଭଳିଆ ସାଉଣ୍ଡ ରହୁଛି ଆଉ ଶୁଭୁଛି କି ନାହିଁ ମୁଁ କହିପାରିବିନି କାହିଁକିନା ମାଇକ୍ ଯଦି ଟାଣୁଥିବ ତ ଶୁଭୁଥିବ। ହଁ ଭାଇ ସୁକୁନ ଏଇ ଟାଇମ୍ଟା ନା ବହୁତ ଖୁସି ଲାଗେ ଲାଇଫ୍ର। चलो तो हेलो हाय नमस्कार जय जगन्नाथ केमी अच्छा सांग तो आज वीडियो में मुझे स्वागत करुँची। आज राइडिंगटा हूँ पटिया जाए कारण पटिया मोटा किसी कम बुझी जोटा कि करने जाऊँगी। तो आज जॉइनिंग अच्छी जॉइनिंग तो आगु गोटे दिन जाइन करी बट आज है फुल जॉइनिंग जोटा कि आज प्रथम दिन नुहे सेकेंड दिन आज मो तो सकाल एवं टाइम बेसी है 6टा भी बाजिनी 8टा सुधा जा मत पहुँचा पड़ो पटिया से जल्दी बाहरी आसी कहीं गाड़ी आम किंग पछ टायर टोटाल भल ना पूरा टायर स्लिपड टायर टोटाल टायर ना टोटाल मैंने बिट ही ना सर टायर ना नुह बिट ही टोटाल ना जो कि मुझे चेंज भी करनी तो चेंज करी आर भावी 6-7 दिन भीतर चेंज करी तो यहाँ एक्चुअली मेडिकल प्रॉब्लम तो पैसा पत्र टे सर्टेज रोचे से टायर चेंज कर पारनी टोटाल बिट ना तो सेमती चलाऊँगी खाली नॉर्मल बहुत स्पीड भी जाई हेनी कारण टायर सिचुएशन बहुत खराब जोटा कि जोर से गले माने काले किसी प्रोब्लेम हम से 50-60 भितर जावाक माने जी से जल्दी बाहरी आसी 6टा बाजिया आहरी अच्छी 5 मिनट अच्छी तो एबे एक्चुअली यहाँ हूँ उपला केनाल उपला बहरी केनाल रोड रे मुझे एक्चुअली जाऊँगी गोटे साई मंदिर अच्छी जोटा कि गुरुवार दिन बहुत लोग आसती समस्त पूजा पूजी करने गोटे साई मंदिर अच्छी ये जगह ये अच्छी गोटे साई मंदिर देखिपे आप यहाँ केनाल रोड रे जोटा कि बहरी आ उपला केनाल रोड मझिया मझी अच्छी मंदिरटे आबे तो वर्षा जो केनाल पानी पूरा जबर साइड्रे गच हो बहुत गच जो गच गुरा हूँ आमर बरकोली गच से गच मझे मझे कांकड़ भी ये जगार हुए कांकड़ हुए भाई एक्चुअली ये गोटे ओ भाई ये पानी टे रास्ता टे कम हम बोले चलती कम कम सरनी कम चलती कम होगा टे भल ये अणसरिया रोज तो यहाँ बहुत पुराना ब्रिजटा थिला बहुत अणसरिया रही से खाल रोज पानी भी पानी वर्षा हेल्ले भी पानी तापर चलुची माने अधिका जो केनाल पानी आसपर चलुची रास्ता देखा जीवानी से आगे टे गाड़ी पेट्रोल पकईदे पेट्रोल पंपटा अच्छी गोटे किलोमीटर तो पेट्रोल पकईकी बाहर पड़ा जीवा पूरा NH रे जीवा आराम से धीरे सुस्थे सकाळु एते भी जाम नथिबो तो धीरे सुस्थे जीवाटा ही बेटर रहो क्या पछ टायरटा टोटाल बिट ना एक्चुअली सूता भी देखा गलानी
ମୁଁ ଆପଣଙ୍କୁ ଦେଖେଇବି କେତେବେଳେ ସେ ସୂତା ଦେଖାଗଲାଣି। ଟାୟାର ଏତେ ବି ଭଲ ଏ ଟାୟାରଟା ହେଉଛି ସେଟ୍ର ଟାୟାର, ଯେଉଁଟାକି ବହୁତ କମ୍ ପଇସା ନେଇଥିଲା। ଆଉ ଆଭରେଜ ମୁଁ 22,000 ଚେଞ୍ଜ କରିଥିଲି, ତଥାପି 47,000 ଚାଲିଲାଣି। ବହୁତ ମାନେ ଚାଲିଲାଣି, ତଥାପି 30,000 ପାଖାପାଖି ହେଇଗଲାଣି। 47,000 ମୁଁ ଭାବିଥିଲି 50,000 ଚେଞ୍ଜ କରିବି, ବଟ୍ ଏବେ ଟିକେ ପମ୍ପ ଏତେ ବି ରଖୁନି, ପ୍ରେସର ରହୁନି। ତ କେତେବେଳେ କାହିଁକି ପ୍ରୋବ୍ଲେମରେ ପଡ଼େ, ସେଥିପାଇଁ ଏ 2-4 ଦିନ ଭିତରେ ହଉ, ନହେଲେ 7 ଦିନ ଭିତରେ ହିଁ ଚେଞ୍ଜ କରିବାକୁ ପଡ଼ିବ। କାରଣ ଅଗଷ୍ଟ 15 ଦିନ ଆମର ଗୋଟେ ଲଙ୍ଗ୍ ରାଇଡ଼୍, ମାନେ ରାଇଡ଼ିଙ୍ଗ ଅଛି ସମସ୍ତେ ଆମର ରାଇଡ଼ର ଭାଇମାନଙ୍କ ସହିତ, ଯେଉଁଟାକି ଭୁବନେଶ୍ୱରରୁ ପୁରୀ ଯିବାର ଅଛି। ତ ମୋତେ ଯଦି ସୁଯୋଗ ମିଳିଲା ତ ମୁଁ ନିଶ୍ଚିନ୍ତ ଭାବରେ ଯିବି। ଟ୍ରାଏ ତ କରୁଛି ଯିବା ପାଇଁ, ଦେଖାଯାଉ। ମଉସା ଜଣେ ଲିଫ୍ଟ ମାରିଲେଣି। କୋଉଠି ଓହ୍ଲେଇବେ? ଡ୍ରିମ୍ସ ଗେଟ୍। ଆଚ୍ଛା ଆଚ୍ଛା ଆଚ୍ଛା, ଠିକ୍ ଅଛି। ମଉସା ଡ୍ରିମ୍ସ କଲେଜ ଯିବେ। କଲେଜକୁ ଯିବେ କି ଆପଣ? ମୁଁ କହିଲି ଡ୍ରିମ୍ସ କଲେଜକୁ ଯିବେ କି? ଆଚ୍ଛା, ମଉସା ଡ୍ରିମ୍ସ କଲେଜକୁ ଯିବେ। ତ ଲିଫ୍ଟ ମାଗିଲେ, ମୁଁ ସେମିତିରେ ବି ଟାୟାର ଭଲ ନାହିଁ, ବଟ୍ କ'ଣ କରିବା। ନାଇଁ, ଇଆଡ଼େ ଖୋଲିନି। ନାଇଁ, ଆମେ ଆଗରେ ପକେଇଦେବା ଆସ, କାରଣ ଗାଡ଼ିରେ ତେଲ ଅଛି। ମୁଁ ବସିଲେ ହଁ, ସେମିତି ଆମେ ମାନେ ଖୋଲାରେ ତେଲ ପକେଇଲେ 110 ଟଙ୍କା 115 ଟଙ୍କା ନେଉଛନ୍ତି। ହଁ, ଆମେ ତାହେଲେ ଖୋଲାରେ ପକେଇକି ଲାଭ କ'ଣ? ଆମେ ତ ଦୋକାନରେ ପକେଇ ଦେଇ ଆସିଥିଲେ ହେଇଥାନ୍ତା। ନାଇଁ, ଗାଡ଼ିରେ ତେଲ ଅଛି, ଏଇନା ମୁଁ ଆରାମସେ କଟକ ଯାଏଁ ପଳେଇବି। ଭାଇ ପୁରା ମୋବାଇଲରେ ବସିଯାଇଛି, ମାନେ ରାସ୍ତାକୁ ବି ଅନେଇବାର ନାହିଁ। ଏପଟରେ ଆସିଲେ ଟିକେ ହମ୍ପସ ନାହିଁ, ଜମା 2ଟା ଖଣ୍ଡେ ହମ୍ପସ। ସେପଟରେ ଆଇଲେ ପୁରା ରାସ୍ତା ବି ବହୁତ ଖରାପ ଅଛି, ଆଉ ହମ୍ପସ ବି ବହୁତ ଗାଁ ଭିତରେ ରହୁଛି, ତ ସେଥିପାଇଁ ହମ୍ପସ ବହୁତ ରହୁଛି। ନାଇଁ, ଏପଟରେ ଅଛି, ଆମେ ପଳେଇବା। ଆରାମସେ ଯାଇକି ଓଭରବ୍ରିଜ ତଳେ ଯାଇକି ଆମେ ସେପଟରେ ଉଠେଇବା। କାହିଁକି ଏପଟରେ ପଶିବା? କାହିଁକି ନା ସକାଳ ଟାଇମଟା ଟିକେ ଗାଡ଼ି ଗୁରା ଟିକେ ସ୍ପିଡ଼ରେ ଆସନ୍ତି, କାରଣ ଫାଙ୍କା ରୋଡ଼ ଥାଏ। ଆଉ ଏ ଟାଇମରେ ଏନ୍ଏଚରେ ସେମିତି ଗଲେ କିଛି ନାହିଁ, ଆରାମସେ ପଳେଇ। ଟିକେ ପେଟ୍ରୋଲ ପକେଇଦବା ଆଉ।
କହିଲେ କ'ଣ ହବ, ଆକୁ 50 ଭିତରେ ଚଲେଇବା ପାଇଁ ମୁଁ କହୁଛି 30-40 ଭିତରେ ଚଲେଇବି, ବଟ୍ ଚଲେଇ ହେଉନି ୟାର। ଯେତେ ଯାହା ହେଲେ ମାନେ ଆଭରେଜ 50-60-70 ନଗଲେ ମନ ଶାନ୍ତି ଲାଗିବନି। ନିଜକୁ କମ୍ଫର୍ଟେବଲ୍ ମତଲବ ଗାଡ଼ି କି କମ୍ଫର୍ଟେବଲ୍ ଲାଗିଲେ ନିଜକୁ କମ୍ଫର୍ଟେବଲ୍ ଲାଗିବ। ଗାଡ଼ି କି ତ କମ୍ଫର୍ଟେବଲ୍ ଲାଗିବ ନାହିଁ ବହୁତ କମ୍ରେ ଗଲେ, କାହିଁକିନା ସେ ଗୋଟେ ସାଉଣ୍ଡ, ତା'ର ଅଲଗା ପ୍ରକାର ସାଉଣ୍ଡ ବାହାରିବ। ରାକ୍ଷୀ ପୂର୍ଣ୍ଣିମାକୁ ହେଇଯିବ ପ୍ରାୟ 6 ବର୍ଷ କମ୍ପ୍ଲିଟ୍ ହେଇଯିବ କିଙ୍ଗକୁ। भाई ये होती नॉर्मल स्पीड है कहीं ना, ये होती यहाँ पे नॉर्मल स्पीड जो कि माने एटा मोर प्राय टाइम स्पीड थिला। एबे तो एते नाही, कारण एबे मु टे स्लो चलाउछि। आग अपेक्षा एबे टिके भय लाଗୁछि गाड़ी चलेयाकू, कारण आखि सामने किसी जिनस देखला पर ऑटोमेटिक भय आसुछि। नले ये मो पे नॉर्मल स्पीड। फाइनाली आसे के लिंक रोड रे पहुंची गले मो। फाइनाली लिंक रोड रे पहुंच जाए। देखो लिंक रोड भी केते फांका हो, सकाल ओली एया हो फायदा, जोटा कि जल्दी मैंने जावाक निजक कम्फर्टेबल लगे। फांका रोड रही गाड़ी चलैया कम्फर्टेबल। बहुत जाम रे चलैला बेलू ब्रेक क्लच धरी धरी एक्सीलेटर हाई लो कर मुंड खराब। अरे गाड़ा पुरेबुन रे भाई। हा 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 पानी पानी बच्चा लोग कुआड़े जीव जानी पार नहीं। যাযাবর মেঘ जहाँ कह भाई गाड़ी साउंड टा पूरा रड रड भाया लगुच। एडजस्ट लगाए ना न लगे तो मत साउंड टा बढ़िया लगुच। आपण मानक शुभुव टिके टिके, मत तो फुल शुभुच ना। साउंड टा पूरा रड भाया मत लगुच, रड भाया। आपण मानक केमती शुभुच? ये भाया साउंड रोचे शुभुच कि ना मुझे कहीपरि कहीं माइक जदि टाणुव तो शुभुव। भाई सुकून ये टाइम टा ना बहुत खुशी लगे लाइफ रो। खास कर राइडर लोक मान गाड़ी चलवा टाइम टा बहुत खुशी। तार गाड़ी साउंड सुनले ना
ପୁରା ରଡ। ଭାଇ କମ୍ପ୍ଲିଟଲି ହିସାବ ମାନେ କହିବାକୁ ଗଲେ ହିସାବରେ ମୋ ପାଇଁ ଏ ଗାଡ଼ି ବେଟର ଅଛି। କାହିଁକିନା ଆଠୁ ଅଧିକା ମୁଁ ପୋଷି ବି ପାରିବିନି। ମୋ ପାଖରେ ସେତିକି ବି ଇଏ ନାହିଁ ଯେଉଁଟାକି ଆଠୁ ଅଧିକା ହେଲେ ମୁଁ ତାକୁ ପୋଷିବି। ଆକୁ ବି ପୋଷିବା ମୁସ୍କିଲ ହେଇଯାଉଛି ଭାଇ। ଏଇଆକୁ ବି ମେଣ୍ଟେନାନ୍ସ କରିବା ଭାଇ ଯେତେ କଷ୍ଟ ସେ କଥା ମୁଁ ଜାଣିଛି। କିଏ ଭାଇ କାହା ପାଖରେ କ'ଣ ଥିବ, କିନ୍ତୁ ମୋ ପାଖରେ ମୁଁ ବହୁତ ମେଣ୍ଟେନାନ୍ସ ଯେତିକି କରୁଛି ମୋର ପୁରା ଅନ୍ଧାର ହେଇଯାଉଛି ସବୁ କିଛି। ଏଇନା ନଦୀରେ ସବୁ ପାଣି ହେଇଯାଇଛି। ସାଇଡ଼ରେ ସବୁ ଏପଟରେ ବର୍ଷା ଲଗାତାର ଲାଗି ରହିଛି, ତ ପାଣି ପୁରା ଜଳମୟ ଏବେ। ଆଗ ଭଳି ଅବଶ୍ୟ ବର୍ଷା ନାହିଁ। ଆଗ ଭଳି ବର୍ଷା ଆଗେ କନଷ୍ଟାଣ୍ଟ ଲାଗିକି ରହୁଥିଲା, 5-7 ଦିନ ବର୍ଷା ଲାଗିକି ରହେ। ମଉସା ନା ଜେଜ ହେବେ ବୋଧେ। ବୟସ ବହୁତ ଏଜେଡ୍। ଭାଇ ବାର ଖୋଲା ଅଛି ଲେଖା ହେଇଛି। ଏଠି ଗୋଟେ ନୂଆ ବସଷ୍ଟାଣ୍ଡ ହେଉଛି, ତ୍ରିଶୁଳିଆ। ଏଇଟା କ'ଣ ବାରଙ୍ଗ ବସଷ୍ଟାଣ୍ଡ, ଏଇଟା ତ୍ରିଶୁଳିଆରେ ହେଉଛି। रे ଭାଇ ବୁଢ଼ା ହଁ ପଚିଟା ରହିଗଲା ବାଟରେ, ଆଉ କ'ଣ କରିବା। ବୁଢ଼ା ହମ୍ପ ମାନେ ଡବଲ ହମ୍ପ ଅଛି ନା, ସେଟା ବୁଢ଼ା ହମ୍ପରେ ପଳେଇଲା ଆଉ। ହଁ ଢିରା ଏଠି ବି ଗୋଟେ ଅଛି। ପଡ଼ ସାଉଣ୍ଡଟା ଭାଇ ମାନେ ଅଲଗା ପ୍ରକାର। ଆକ୍ଚୁଆଲି ମୋର ସାଙ୍ଗମାନେ ବି କୁହନ୍ତି କି ତୋ ଗାଡ଼ିର ସାଉଣ୍ଡ ଗୋଟେ ଅଲଗା ପ୍ରକାର ଆସୁଛି। ମୁଁ ଭାବୁଛି ମୋର ଇଞ୍ଜିନ୍ ଖରାପ ଅଛି କି କ'ଣ ଅଛି, ମୋର ସାଉଣ୍ଡ ଅଲଗା ଆସୁଛି, କି ମୋ ଇଞ୍ଜିନ୍ ସବୁଠୁ ଭଲ ଇଞ୍ଜିନ୍ ଅଛି, କ'ଣ ହେଇଛି କେଜାଣି ସାଉଣ୍ଡ ଅଲଗା ଆସୁଛି। ଆଉ ଖରାପ ଥିବ, ପ୍ରାୟ ଭଲ ତ ନଥିବ, ଖରାପ ଥିବ ଆଉ। ନାଇଁ, ନୂଆ ବେଳୁ ହିଁ ସେମିତି ସାଉଣ୍ଡ ମୋର ଅଲଗା ଆସେ। ଆଉ ସମସ୍ତେ କୁହନ୍ତି କି ତୋ ଗାଡ଼ିର ସାଉଣ୍ଡଟା କ'ଣ ଏମିତି ଆସୁଛି, ସାଇଲେନ୍ସର ଚେଞ୍ଜ କରୁଛୁ। ନାହିଁ, ସାଇଲେନ୍ସର ତ ଚେଞ୍ଜ କରିନି, ସେଇ ସାଇଲେନ୍ସର ଅଛି। ସାଉଣ୍ଡ କ'ଣ ଅଲଗା ଆସୁଛି ସମସ୍ତେ କୁହନ୍ତି। ଆଉ କ'ଣ
କମ୍ପ୍ଲିଟଲି ଆମେ 8ଟା ଆଗରୁ ପହଞ୍ଚିଯିବା, ଯେଉଁଟାକି ଆମର ଆଶା ଥିଲା। କାହିଁକିନା ମୁଁ ଜାଣିଛି ଆକୁ ନେଇକି ଆସିବି ମାନେ ମୁଁ କହିବି ରାସ୍ତାରେ ଧୀରେ ଯିବି, 40-50ରେ ଯିବି, କିନ୍ତୁ ହେବନି ତ ମୋ ଦ୍ୱାରା। ଆଉ ସେଟା ଆଜି ଯାକେ ସମ୍ଭବ ନୁହଁ, କାରଣ ଧଇଲେ ମାନେ ମୋଡ଼ିବାଟା ମାନେ ନିହାତି। ଆଉ ଆକୁ କେବେ ବି ମୁଁ ଭାବିଥିବି କି ରାସ୍ତାରେ ଗଲାବେଳେ ଟିକେ ସ୍ଲୋରେ ଯିବି, ଇଏ କରିବି, ଆସିବି ସ୍ଲୋରେ କିଛି ବାଟ ଆସିବି, କିନ୍ତୁ ମନ ତ ମାନିବନି। ଆଉ ଟିକେ ନ ମୋଡ଼ିଲେ ହେବନି, ଟିକେ ମୋଡ଼ିବାକୁ ପଡ଼ିବ। ଭାଇ ଦେବି ମୋଡ଼ି, ଆଉ ମୋଡ଼ି ତ ଦେବି, ଚାଲିବ ଅଲଗା ପ୍ରକାର। ଆଉ ଭାଇ ପୁରା ବଡ଼ ମଜା, ଅଲଗା ଅଲଗା ପ୍ରକାର ମଜା। ଏ ବୁଢ଼ା ହଁ ପାଇଲା ରେ, ବୁଢ଼ା ହଁ ପାଇଲା। ଏଇଠି ଟିକେ ରାସ୍ତା ଖରାପ, ଟର୍ଣ୍ଣିଂଟା ରହୁଛି ନା, ବଡ଼ ଗାଡ଼ି ଗୁଡ଼ା ଯାଇକି ନଷ୍ଟ କରିଦେଉଛି, ରାସ୍ତା ଭାଙ୍ଗି ଦେଉଛି, ବଡ଼ ରାସ୍ତା। ବଡ଼ ଗାଡ଼ି ସବୁ ଯାଇ ରାସ୍ତାଟାକୁ ଭାଙ୍ଗି ତାଡ଼ି ଦେଉଛି। ଅଜ୍ଞା ଭାଇ କହିଲା ଭଳିଆ ଖାଇଯିବି, କଞ୍ଚା ଖାଇଯିବି। ଯାଯାବର ମେଘ ଖାଇଛି ମୁରାଣ। ଗାଡ଼ି କୁଆଡ଼େ ପୁରଉଛୁ? ହଁ 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 ହଁ। ଭାଇ ଏଟା କେଉଁ ଜାଗା? କିଏ କହିବ? କମେଣ୍ଟ କର, କିଏ କହିବ? ଏଟା ହେଉଛି ନନ୍ଦନକାନନ। ଆମେ ଆକ୍ଚୁଆଲି ଯିବା ଡମଣା ପାଖରେ। କେହି ବି ବିନା ହେଲମେଟ୍ରେ କୁଆଡ଼େ ବାହାରନ୍ତୁ ନାହିଁ। ଯୁଆଡ଼େ ବି ଯାଉଛନ୍ତି ତ ସାଙ୍ଗରେ ହେଲମେଟ୍ ନେଇକି ଯାଆନ୍ତୁ। ଖାସ୍ କରି ଛୋଟ ଛୁଆଙ୍କୁ ଯେଉଁମାନେ ଗାଡ଼ିରେ ବସିକି ନେଉଛନ୍ତି ତାଙ୍କୁ ହେଲମେଟ୍ ପିନ୍ଧନ୍ତୁ। ଭାଇ ସେଫ୍ଟିଟା ସବୁବେଳେ ଦେଖିବାଟା ହିଁ ଭଲ, ନହେଲେ କେତେବେଳେ କ'ଣ ହେବ ତା କହିହେବନି। ସୋ ଭାଇମାନେ ଆଜି ପାଇଁ ଏତିକି। ଆଜିର ଭିଡ଼ିଓ ଏଇଠି ମୁଁ ଶେଷ କରୁଛି। ଆଜି ମୁଁ ଆସିକି ପହଞ୍ଚିଗଲିଣି ପଟିଆରେ, ଆଉ ଟିକେ ଆଗରେ ଜଷ୍ଟ ମୋର କାମ ଅଛି। ତ ଆଜି ପାଇଁ ଭିଡ଼ିଓଟି ମୁଁ ଏତିକିରେ ଶେଷ କରୁଛି। ତ ଭିଡ଼ିଓଟି କେମିତି ଲାଗିଲା ଭିଡ଼ିଓଟି କେମିତି ଲାଗିଲା ଚ୍ୟାନେଲରେ କମେଣ୍ଟ କରନ୍ତୁ, ଆଉ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଟିକେ କମ୍ପ୍ଲିଟଲି ଟିକେ ସପୋର୍ଟ ଦିଅନ୍ତୁ, ଏତିକି କହିକି ରହୁଛି। ଜୟ ଜଗନ୍ନାଥ। ରହୁଛି।